ଆଜିର ଭିଡ଼ିଓରେ ଓଡ଼ିଆ ଅନର୍ସର କ 2ର ୟୁନିଟ୍ 3 ନାଟକ ଏକାଙ୍କିକାର 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କରିବା। ନାଟକର ଶବ୍ଦ କେଉଁ ଧାତୁରୁ ନିଷ୍ପନ୍ନ ତାହାର ଅର୍ଥ କ'ଣ ଦର୍ଶାଅ। ନାଟକ ଶବ୍ଦ ନଟ୍ ଧାତୁରୁ ନିଷ୍ପନ୍ନ ବୋଲି ବୈୟାକରଣିକ ପାଣିନିଙ୍କ ମତ। ଅନୁକରଣ ଭାବେ ସେ ଏହାକୁ ଗ୍ରହଣ କରିଛନ୍ତି। ନଟ୍ ଧାତୁର ଅର୍ଥ ହେଉଛି ଅଭିନୟ। ଏହି ଶବ୍ଦକୁ ବ୍ୟାଖ୍ୟା କରି ସେ କହିଛନ୍ତି ଯାହାଦ୍ୱାରା ଅଭୀଷ୍ଟ ଅର୍ଥ ସାଧାରଣଙ୍କ ନିକଟରେ ପ୍ରତ୍ୟକ୍ଷ ରୂପରେ ଉପସ୍ଥାପିତ କରାଯାଇଥାଏ। ଭରତମୁନି ନାଟକ ସମ୍ପର୍କରେ କେଉଁ ମତ ଉପସ୍ଥାପନ କରିଛନ୍ତି? ଲୋକବୃତ୍ତି ଅନୁକରଣ ସାହାଯ୍ୟରେ ନାଟକ ରଚିତ ହୋଇଥାଏ। ତେଣୁ ତାଙ୍କ ବିଚାରରେ ଭାବରାଜିର କଳାତ୍ମକ ତଥା ଅନୁକରଣାତ୍ମକ ରୂପାୟନ ହିଁ ନାଟକ। ସମସ୍ତ ପ୍ରକାର ଶାସ୍ତ୍ର, ଶିଳ୍ପକଳା ଓ ବିବିଧ କର୍ମ ସଂଯୋଗରେ ନାଟକର ସୃଷ୍ଟି। ନାଟକକୁ ସାର୍ବଜନୀନ କଳା ବୋଲି କାହିଁକି କୁହାଯାଇଛି? ସାହିତ୍ୟର ସମସ୍ତ ବିଭାଗ ପଠନୀୟ, ଯଥା କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ପ୍ରମୁଖ ପ୍ରଭୃତି। ନାଟକ ହେଉଛି ଏକମାତ୍ର ଦର୍ଶନୀୟ ତଥା ସାର୍ବଜନୀନ କଳା। ଏହା ସର୍ବଜନବୋଧ ଏବଂ ସଶ୍ରଦ୍ଧ ଲୋକପ୍ରିୟତାର ଅଧିକାରୀ। ନାଟକ ଏକ ଶ୍ରେଷ୍ଠ କଳା। ଏହି ଦୃଷ୍ଟିରୁ ସଂସ୍କୃତ ବାକ୍ୟତତ୍ତ୍ୱ କୁହାଯାଇଛି କାବ୍ୟସୁ ନାଟକ ରମ୍ୟମ୍, ଅର୍ଥାତ୍ କାବ୍ୟମାନଙ୍କ ମଧ୍ୟରେ ନାଟକ ଅତୀବ ରମଣୀୟ। ନାଟକର ଗଠନ ରୀତି। କାହାଣୀ, ସଂଳାପ ଓ ଚରିତ୍ରକୁ ନେଇ ନାଟକ ରଚିତ। ଏହି ତ୍ରୟୀ ବିଭବ ହେଉଛି ନାଟକର ମୁଖ୍ୟ ଅଂଶ। ଏତଦ୍‌ବ୍ୟତୀତ ନାଟକ ରଚନାକାରୀଙ୍କୁ ଏବଂ ନାଟ୍ୟଶାସ୍ତ୍ର ଅନୁମୋଦିତ କେତେକ କୌଶଳ ଅବଲମ୍ବନ କରିବାକୁ ପଡ଼ିଥାଏ। ଏଥିମଧ୍ୟରୁ କେତୋଟି ମୁଖ୍ୟ ଉପାଦାନ ହେଉଛି ଦ୍ୱନ୍ଦ୍ୱ, ନାଟକୀୟ ଉତ୍କଣ୍ଠା ଓ ନାଟ୍ୟଶ୍ଳେଷ ପ୍ରଭୃତି। ନାଟକର ଅଙ୍କ ଓ ଦୃଶ୍ୟସଜ୍ଜା। କାହାଣୀର ସ୍ତର ବିଭାଜନ ଦୃଷ୍ଟିରୁ ନାଟକକୁ ବିଭିନ୍ନ ଅଂଶରେ ବିଭକ୍ତ କରାଯାଇଥାଏ। ପ୍ରତିଟି ଅଙ୍କରେ କେତୋଟି ଦୃଶ୍ୟ ଥାଏ। ନାଟକର ପରିସ୍ଥିତି ଅନୁଯାୟୀ ଯେଉଁ ସବୁ ଘଟଣା ଘଟିଥାଏ ତାହାକୁ ଗୋଟିଏ ଦୃଶ୍ୟରେ ଆବଦ୍ଧ କରାହୋଇଥାଏ। ପ୍ରାଚୀନ ନାଟକଗୁଡ଼ିକ ସାଧାରଣତଃ 5 ଅଙ୍କ ବିଶିଷ୍ଟ ଥିଲା। ଅଙ୍କସଜ୍ଜା ଓ ଦୃଶ୍ୟସଜ୍ଜା ପ୍ରାଚୀନ ସଂସ୍କୃତ ଓ ଗ୍ରୀକ୍ ନାଟକଠାରୁ ଆରମ୍ଭ କରି ଆଧୁନିକ ନାଟକ ପର୍ଯ୍ୟନ୍ତ ପରିବ୍ୟାପ୍ତ। ନାଟକରେ ସମୟର ଐକ୍ୟ। ନାଟକରେ ବର୍ଣ୍ଣିତ ପ୍ରକୃତ କାଳ ଓ ଅଭିନୟ ମଧ୍ୟରେ ସାମଞ୍ଜସ୍ୟ ରହିବା ଆବଶ୍ୟକ। ଗୋଟିଏ ନାଟକୀୟ କାହାଣୀ ବାସ୍ତବ ଜଗତରେ ସଂଘଟିତ ହେବାକୁ ଯେତିକି ସମୟ ଲାଗେ, ରଙ୍ଗମଞ୍ଚରେ ଅଭିନୀତ କରିବାକୁ ସେତିକି ସମୟର ଆବଶ୍ୟକତା ପଡ଼ିଥାଏ। ସମୟସୀମାର ସୂଚକଙ୍କ ନିମନ୍ତେ ନାଟକରେ ଅଙ୍କ ବିଭାଜନର ସାହାଯ୍ୟ ନିଆଯାଇଥାଏ, ଯାହାକି ପରବର୍ତ୍ତୀ ଦୃଶ୍ୟର ସମୟ ବ୍ୟବଧାନ ସ୍ପଷ୍ଟ ହୋଇଥାଏ। ସମୟର ଐକ୍ୟନୀତି ପାଳନ କଲେ ନାଟକ ବାସ୍ତବରେ ବୋଲି ପ୍ରତୀୟମାନ ହୁଏ। ଗ୍ରନ୍ଥିମୋଚନ। ଏହି ସ୍ତରରେ ଶକ୍ତି ବିଜୟର ମୁକୁଟ ପରିଧାନ କରିଥାଏ। ନାଟକ ସୁଖାନ୍ତ ହେବ କି ଦୁଃଖାନ୍ତ ହେବ ତାହା ଜଣାପଡ଼ିଥାଏ। ନାଟକଟି ଯଦି ସୁଖାନ୍ତ ହେବାର ଥାଏ, ତେବେ ନାୟକ ନାୟିକା ସମ୍ମୁଖରେ ସମସ୍ତ ବାଧାବନ୍ଧନ ଅପସରିଯାଏ। ସମସ୍ତ ଭୁଲ ବୁଝାମଣା ଓ ମାନସିକ ଦ୍ୱନ୍ଦ୍ୱ ଦୂର ହୋଇ ସେମାନେ ଆଶା କରୁଥିବା କାର୍ଯ୍ୟ ସଫଳତାର ରୂପ ନିଏ। ଅନ୍ୟପକ୍ଷରେ ବିଚ୍ଛେଦ ଓ ବିରହକୁ ନାଟକରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। ପାଶ୍ଚାତ୍ୟ ନାଟକରେ ଏହି ପରମ୍ପରା ଆରମ୍ଭ ହୋଇଅଛି। ମଣିଷ ଜୀବନର ବିଭିନ୍ନ ସମସ୍ୟା ଓ ସ୍ୱରଭଙ୍ଗକୁ ନାଟ୍ୟକାର ନାଟକରେ ପରିସ୍ଫୁଟନ କରିଥାନ୍ତି। ପାଶ୍ଚାତ୍ୟ ନାଟକରେ ଦୁଃଖାନ୍ତକ ନାଟକକୁ ପ୍ରଧାନ ନାଟକର ମାନ୍ୟତା ଦିଆଯାଇଛି। ପ୍ରହସନ। ଭାରତୀୟ ନାଟ୍ୟ ପରମ୍ପରାରେ ପ୍ରହସନକୁ ଏକ ସ୍ୱତନ୍ତ୍ର ନାଟ୍ୟକଳାର ମର୍ଯ୍ୟାଦା ଦିଆଯାଇ ନଥାଏ। କମେଡି ନାଟକରେ ପ୍ରହସନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଦୁଇଟି ଚରିତ୍ର କୌଣସି ଘଟଣାକୁ ଲଘୁ ଭାବରେ ପ୍ରକାଶ କରିବାକୁ ପ୍ରହସନ କୁହାଯାଏ। ଏପରି ଦୃଶ୍ୟ ଖୁବ୍ କମ୍ ସମୟ ପାଇଁ ମଞ୍ଚରେ ଦେଖାଦିଏ। ପ୍ରହସନକୁ ଏକ ସ୍ୱତନ୍ତ୍ର ନାଟକ ନ କହି ନାଟକରେ ଏକ କ୍ଷୁଦ୍ର ଦୃଶ୍ୟ ଭାବରେ ଗ୍ରହଣ କରିବା ଅଧିକ ପ୍ରାସଙ୍ଗିକ ହେବ। ଆଧୁନିକ ପଥଭ୍ରାନ୍ତ ନାଟକ ଏହାର ଅଂଶ ଭାବେ ଗ୍ରହଣ କରାଯାଇପାରେ। ଉଦ୍ଭଟ ନାଟକ, ଯାହାକୁ ଆମେ ଉଦ୍ଭଟ ବୋଲି କହୁ, ଇଂରାଜୀରେ ତାହାକୁ ଆବସର୍ଡ ମାଧ୍ୟମରେ କୁହାଯାଇଥାଏ। ଯେଉଁ ନାଟକ ଅସଙ୍ଗତ ଭାବରେ ପ୍ରକାଶ କରାଯାଇଥାଏ, ଯେଉଁଥିରେ କି ଅଲୌକିକ ଆଶ୍ଚର୍ଯ୍ୟଜନକ ଘଟଣାମାନ
ଘଟିଥାଏ ତାହାକୁ ଆବସର୍ଡ ନାଟକ କୁହାଯାଏ। ପାଶ୍ଚାତ୍ୟ ଜୀବନଯାପନ ଶୈଳୀ ଓ ସାମାଜିକ, ରାଜନୈତିକ ଓ ଧାର୍ମିକ ପାଣିପାଗ ପାଇଁ ଆବସର୍ଡ ନାଟକ ସୃଷ୍ଟି କରାଯାଇଛି। ଓଡ଼ିଆ ଭାଷାରେ ପୂର୍ଣ୍ଣାଙ୍ଗ ଭାବେ ଆବସର୍ଡ ନାଟକ ଦେଖାଯାଏ ନାହିଁ। ପ୍ରୟୋଗବାଦୀ ଓଡ଼ିଆ ନାଟକ ଅନେକ ଦୃଷ୍ଟିକୋଣରୁ ରୁଦ୍ଧିମନ୍ତ ହୋଇଥିଲେ ହେଁ ଆବସର୍ଡ ନାଟକ ରଚନା କରିବାର ଏପର୍ଯ୍ୟନ୍ତ ପୂର୍ଣ୍ଣ ସକ୍ଷମ ହୋଇପାରିନାହିଁ। ଯଦୁନାଥ ଦାସ ମହାପାତ୍ରଙ୍କ ଅଥବା ଅନ୍ଧାର ଓ ବିଜୟ ମିଶ୍ରଙ୍କର ଶବବାହକମାନେ ନାଟକରେ ଉଦ୍ଭଟ ନାଟକ ରଚନା ପ୍ରୟାସ ଦେଖାଯାଏ। ପରୀକ୍ଷା ଧର୍ମିତା ନାଟକ। ସ୍ୱାଧୀନତା ପରବର୍ତ୍ତୀ ସମୟରେ ନାଟକଗୁଡ଼ିକରେ ଥିବା 5 ଅଙ୍କ ପରମ୍ପରାକୁ ବାଦ୍ ଦିଆଯାଇଛି। ଆତ୍ମିକ ଓ ଆଙ୍ଗିକ ଦୃଷ୍ଟିକୋଣରୁ ନାଟକର ରଙ୍ଗ ପରିବର୍ତ୍ତନ ହୋଇଛି। ମଣିଷର ଅସହାୟତା, ପାପବୋଧ, ଗ୍ଳାନି ଓ ନିରାଶା, ନପୁଂସକତାକୁ ନେଇ ନାଟକର ପରୀକ୍ଷା ନିରୀକ୍ଷା କରାଯାଇଛି। 5 ସେଟ୍ ସ୍ଥାନରେ 3 ସେଟ୍ ନାଟକ ସୃଷ୍ଟି ହୋଇଛି। ମାପଚୁପ, ସଂଳାପ ଓ ଆବଶ୍ୟକତା ଅନୁଯାୟୀ ଦ୍ୱନ୍ଦ୍ୱକୁ ସ୍ଥାନ ଦେଇ ନାଟକ ସଫଳ ଅର୍ଜନ କରିଛି। ନାଟକରୁ ସଙ୍ଗୀତ ପ୍ରାୟ ବର୍ଜନ କରାଯାଇଛି। ପ୍ରାଚୀନ ନାଟ୍ୟକଳା ଯଥା ପାଲା, ଘୋଡ଼ାନାଚକୁ ଆଧୁନିକ ଓ ଅଭିନବ ଉପାୟରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରୟୋଗ କରାଯାଇଛି। ନାଟକରେ ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିକୋଣରୁ ବ୍ୟାପକ ପରିବର୍ତ୍ତନ ଦେଖାଦେଇଛି। ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିକୋଣରୁ ଏପରି ପରିବର୍ତ୍ତନୀୟ ନାଟ୍ୟ ଚେତନାକୁ ପରୀକ୍ଷାଧର୍ମୀ ବା ପ୍ରୟୋଗବାଦୀ ଓଡ଼ିଆ ନାଟକ ଭାବେ ନାମିତ କରାଯାଇଛି। ମନସ୍ତାତ୍ତ୍ୱିକ ନାଟକ। ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଏକ ମହତ୍ ନାଟ୍ୟକଳା। ନାଟ୍ୟକାର ଚରିତ୍ରମାନଙ୍କ ଭିତରେ ଦ୍ୱନ୍ଦ୍ୱ ସ୍ଥାପନ କରି ଗୋଟିଏ ଚରିତ୍ରକୁ ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ପରୀକ୍ଷା କରିଥାନ୍ତି। ମନସ୍ତତ୍ତ୍ୱକୁ ଚିତ୍ରଣରେ ଗୋଟିଏ ଚରିତ୍ରର ଅନ୍ତଃସତ୍ତ୍ୱା ଉନ୍ମୋଚିତ ହୋଇଥାଏ। ପ୍ରୟୋଗବାଦୀ ନାଟକରେ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଅଧିକ ଭାବେ ଦେଖାଯାଏ। ସାମ୍ପ୍ରତିକ ସମୟରେ ଫ୍ରଏଡଙ୍କ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ନାଟ୍ୟକାରମାନଙ୍କୁ ଅଧିକ ପ୍ରଭାବିତ କରିଛି। ପ୍ରତୀକ, ମିଥ୍ ମାଧ୍ୟମରେ ସୁନ୍ଦର ସଂଳାପ ପ୍ରୟୋଗ କରି ଚରିତ୍ରର ମନସ୍ତ୍ୱ ପ୍ରକାଶ କରିବାରେ ନାଟ୍ୟକାରମାନଙ୍କୁ ପ୍ରୋତ୍ସାହିତ କରିଛି। ସାଧାରଣତଃ ପ୍ରୟୋଗବାଦୀ ନାଟକରେ ମନସ୍ତ୍ୱର ପ୍ରୟୋଗ ଦେଖାଯାଇଥାଏ। ପରୀକ୍ଷାଧର୍ମୀ ନାଟକରେ ମନସ୍ତ୍ୱ ଗୋଟିଏ ଚେତନା ଭାବରେ ପ୍ରକାଶ ପାଇଛି। ଐତିହାସିକ ନାଟକ। ପ୍ରତ୍ୟେକ ନାଗରିକ ନିଜ ଦେଶର ପ୍ରାଚୀନ ଇତିହାସକୁ ନେଇ ଗର୍ବ କରେ। ମଣିଷ ମନରେ ଜାତୀୟତାବୋଧ ଉଦ୍ରେକ କରିବାରେ ଅତୀତ ଇତିହାସର ଗୌରବମୟ କାହାଣୀ ବିଶେଷ ସହାୟକ କରିଥାଏ। ରସଘନ ଐତିହାସିକ କାହାଣୀ ନାଟକର କଥାବସ୍ତୁ ଭାବରେ ରଙ୍ଗମଞ୍ଚରେ ଅଭିନୀତ ହେଲାବେଳେ ଦର୍ଶକ ଆଖିରେ ଅତୀତ ବର୍ତ୍ତମାନ ଭଳି ପ୍ରତୀତ ହୁଏ। ତେଣୁ ଐତିହାସିକ ନାଟକ ଦର୍ଶକ ହୃଦୟକୁ ସହଜରେ ଜୟ କରିପାରେ। ଭିକାରୀ ଚରଣ ପଟ୍ଟନାୟକଙ୍କର କଟକ ବିଜୟ, ଗୋଦାବରୀଶ ମିଶ୍ରଙ୍କର ମୁକୁନ୍ଦ ଦେବ ଓ ପୁରୁଷୋତ୍ତମ ଦେବ, କାଳୀଚରଣ ପଟ୍ଟନାୟକଙ୍କର ରକ୍ତ ମନ୍ଦାର, ମନୋରଞ୍ଜନ ଦାସଙ୍କର ବକ୍ସି ଜଗବନ୍ଧୁ ଓଡ଼ିଆ ସାହିତ୍ୟର ସ୍ମରଣୀୟ ଐତିହାସିକ ନାଟକ। ରାଜନୈତିକ ନାଟକ। ଇଂରେଜ ଶାସନ ବିରୁଦ୍ଧରେ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହେଲା ପରେ ଆମ ଦେଶରେ ରାଜନୈତିକ ଚେତନା ବୃଦ୍ଧି ପାଇଥିଲା। ସ୍ୱାଧୀନତା ପ୍ରାପ୍ତି ପରେ ରାଜନୈତିକ ଚିନ୍ତା ଓ ଦର୍ଶନ ଆମ ସାମାଜିକ ଓ ପାରିବାରିକ ଜୀବନର ବିଭିନ୍ନ ସ୍ତରକୁ ସ୍ପର୍ଶ କରିଛି। ତେଣୁ ନାଟକରେ ମଧ୍ୟ ଏହି ରାଜନୈତିକ ଚେତନାର ପ୍ରତିଫଳନ ଘଟିଛି। ମନୋରଞ୍ଜନ ଦାସଙ୍କର ଅଗଷ୍ଟ 15, ଅବରୋଧ, ଗୋପାଳ ଛୋଟରାୟଙ୍କର ପରକଲମ ନାଟକର ସ୍ରଷ୍ଟା ଆଧୁନିକ ନାଟ୍ୟକାରମାନେ ଓଡ଼ିଆ ରାଜନୈତିକ ନାଟକ ରଚନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ପୌରାଣିକ ନାଟକ। ନାଟକର ରଚନା ପ୍ରଥମ ଉଷା କାଳରୁ ପ୍ରତ୍ୟେକ ଦେଶର ଧର୍ମ ଓ ପୁରାଣର କଥାବସ୍ତୁ ନାଟକରେ ମୁଖ୍ୟ କଥାବସ୍ତୁ ଭାବେ ଗୃହୀତ ହୋଇଆସିଥିଲା। ମଣିଷମାନେ ପୁରାଣ ପ୍ରାଚୀନ କାଳରୁ ଧର୍ମବିଶ୍ୱାସ ଆଧିପତ୍ୟ ବିସ୍ତାର କରି ଆସୁଥିବାରୁ ଧର୍ମ ଓ ପୁରାଣ ଗ୍ରନ୍ଥର କାହାଣୀ ଅବଲମ୍ବନରେ ରଚିତ ନାଟକ ସହଜରେ ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ। ରାମାୟଣ, ମହାଭାରତ ଓ ଭାଗବତ ବିଷୟବସ୍ତୁକୁ ନେଇ ଅତୀତରେ ବହୁ ନାଟକ ଆମ ଦେଶରେ ରଚିତ ହୋଇଛି। ରାମଶଙ୍କରଙ୍କର କଂସବଧ, କାମଫାଳ ମିଶ୍ରଙ୍କର ସୀତାବିବାହ, ଅଶ୍ୱିନୀ କୁମାର ଘୋଷଙ୍କର ଭୀଷ୍ମ ପ୍ରଭୃତି ସାର୍ଥକ ପୌରାଣିକ ନାଟକ ଭାବେ ଖ୍ୟାତି ଅର୍ଜନ କରିଛି। ଏକାଙ୍କିକାର ଅର୍ଥ ଦର୍ଶାଅ। ଜୀବନର ଏକ ଖଣ୍ଡିତ ଅଂଶର ବିଚିତ୍ର ରୂପ, ଅନନ୍ତ
ସମୟ ମଧ୍ୟରୁ କୌଣସି ଏକ ବିଶିଷ୍ଟ ମୁହୂର୍ତ୍ତର ବର୍ଣ୍ଣାଢ୍ୟ ରୂପକୁ ମିତ୍ ବା ଭଙ୍ଗୀରେ ପ୍ରକାଶ କରିବାକୁ ଏକାଙ୍କିକା କୁହାଯାଏ। ନାଟକୀୟ କାହାଣୀର ସ୍ମରଣୀୟ ଭଗ୍ନାଂଶ ଅଥବା ଜୀବନର କୌଣସି ବିଶିଷ୍ଟ ମୁହୂର୍ତ୍ତର ଅନୁଭୂତିକୁ ଏକ ସୀମିତ ସମୟସୀମା ମଧ୍ୟରେ ରୂପ ଦିଆଯାଏ। ଏକାଙ୍କିକାର କାହାଣୀ ଭାଗ। ଗୋଟିଏ କାହାଣୀ ଏକାଙ୍କିକାରେ ପରିବେଷଣ କରାଯାଇଥାଏ। ଏକ ସୀମିତ ସମୟସୀମା ଭିତରେ ଏକାଙ୍କିକାର କାହାଣୀ ପ୍ରକାଶ ପାଇଥାଏ। ଏଥିରେ ଗୌଣ କାହାଣୀର ବର୍ଣ୍ଣନା ନଥାଏ। ଆବଶ୍ୟକତାକୁ ଆଖି ଆଗରେ ରଖି ଏକାଙ୍କିକା ରଚନା କରାଯାଇଥାଏ। ଶୀର୍ଷ ବିନ୍ଦୁରେ ବା ଶେଷ ଅଭିନୟରେ କାହାଣୀର ରହସ୍ୟ ଉନ୍ମୋଚିତ ହୋଇଥାଏ। ଏକାଙ୍କିକାରେ କାହାଣୀ ପରିବେଷଣ କରିବା ଏକ ସ୍ୱତନ୍ତ୍ର କଳା। ଏକାଙ୍କିକାର ସଂଳାପ। ଏକାଙ୍କିକାର ସଂଳାପ ବ୍ୟଞ୍ଜନାଧର୍ମୀ, ଇଙ୍ଗିତମୟ ଓ ଆଳଙ୍କାରିକ ଭାଷା ବ୍ୟବହୃତ ହୋଇ ସଂଳାପକୁ ଶକ୍ତିଶାଳୀ କରିଥାଏ। ଏକାଙ୍କିକାରେ ନିରୂପିତ ଶବ୍ଦ ମାଧ୍ୟମରେ ସଂଳାପ ସୃଷ୍ଟି କରି ଚରିତ୍ରମାନଙ୍କୁ ହୃଷ୍ଟପୁଷ୍ଟ ଭାବେ ସୃଷ୍ଟି କରାଯାଇଥାଏ। ଖୁବ୍ କମ୍ ସମୟ ମଧ୍ୟରେ ଏକାଙ୍କିକା ଉଦ୍ଦେଶ୍ୟ ଅଭିମୁଖୀ ହୋଇଥାଏ। ଗୀତିମୟ ସଂଳାପ ଏକ ସଫଳ ଏକାଙ୍କିକା ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏକାଙ୍କିକାର ଚରିତ୍ର। କାହାଣୀକୁ ପରିପୁଷ୍ଟ କରିବା ପାଇଁ ଚରିତ୍ରର ଆବଶ୍ୟକତା ପଡ଼ିଥାଏ। ଏକାଙ୍କିକାର ଚରିତ୍ରମାନଙ୍କ ସଂଖ୍ୟା ସ୍ୱଳ୍ପ। ସ୍ୱଳ୍ପ ସମୟ ମଧ୍ୟରେ ଏହା ଅଭିନୀତ ହେଉଥିବାରୁ ଏଥିରେ କମ୍ ଚରିତ୍ର ସ୍ଥାନ ପାଇଥାନ୍ତି। ଚରିତ୍ରମାନଙ୍କୁ ସିଧାସଳଖ ଉପସ୍ଥାପନ କରିବା ଏକାଙ୍କିକାର ବିଶେଷତ୍ୱ। ଚରିତ୍ରମାନଙ୍କୁ କାହାଣୀଧର୍ମୀ କରି ଚିତ୍ରଣ କରିବାରେ ଏଥିରେ ପ୍ରୟାସ କରାଯାଇଥାଏ। ନାଟକ ପରି ଅନେକ ଚରିତ୍ର ଓ ଅବାଞ୍ଛିତ ଚରିତ୍ର ଏଥିରେ ସ୍ଥାନ ପାଇନଥାନ୍ତି। ଏକାଙ୍କିକାର ଅଭିନୟ। ଅଭିନୟ ଏକାଙ୍କିକାର ପ୍ରଧାନ ଅଂଶ। ଏକାଙ୍କିକାରେ ଅଭିନୟ ସମୟରେ ସ୍ୱାଧୀନ ଚେତନା ହେବା ପାଇଁ କଳାକାର ପାଖରେ କମ୍ ସୁଯୋଗ ଥାଏ। ଏକାଙ୍କିକା ଦର୍ଶକଙ୍କୁ ସିଧାସଳଖ ପ୍ରଭାବିତ କରୁଥିବାରୁ ଏହା ଅଭିନୟରେ କଳ୍ପନା ଥାଏ। ଚରିତ୍ର ଯଦି ଗୋଟିଏ ସଂଳାପକୁ ଛାଡ଼ି ଦିଆଯାଏ, ଅଭିନୟର ପ୍ରାସଙ୍ଗିକତା ହ୍ରାସ ପାଇଥାଏ। ଏକାଙ୍କିକାରେ ଅଭିନୟ କରିବା କଷ୍ଟସାଧ୍ୟ। ଏକାଙ୍କିକାରେ ନାଟକୀୟତା। ଏକାଙ୍କିକାର କାହାଣୀ ସିଧାସଳଖ ଭାବେ ଆରମ୍ଭ ହୋଇଥାଏ। ପ୍ରକୃତ କାହାଣୀ ନାଟକୀୟ ପରିବେଶ ମଧ୍ୟ ଦେଇ ଗତି କରିଥାଏ। ନାଟକୀୟତା ପାଇଁ ଦୃଢ଼ ଦ୍ୱନ୍ଦ୍ୱ ଆବଶ୍ୟକ ପଡ଼ିଥାଏ। ନାଟ୍ୟକାର ଅନ୍ତର୍ନିହିତ ଦ୍ୱନ୍ଦ୍ୱକୁ ଗୁରୁତ୍ୱ ଦେଇଥାନ୍ତି। ମାନସିକ ଦ୍ୱନ୍ଦ୍ୱର ସ୍ତରକୁ ନାଟ୍ୟକାର ଅତି ସଫଳତାର ସହ ନାଟକୀୟ ଭାବେ ପରିବେଷଣ କରିଥାଏ। ଆଜିର ଭିଡ଼ିଓରେ ଆମେ 2 ମାର୍କିଆ ସର୍ଟ କୋଶ୍ଚିନ୍ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।